ଓଡ଼ିଆ କବିତାରେ ନାରୀ ନାରୀ ଓ ପୁରୁଷ କରୁଣାମୟ ଭଗବାନଙ୍କର ଦୁଇ ମହନୀୟ ସୃଷ୍ଟି। ଭୂମି ଗଗନ ବାୟୁ ନିଆଁର ଅଧିପ ଓ ଅଧିକାରୀ ଭଗବାନ ଆଲ୍ଲାହ ନିଜର ପ୍ରଣୀତ ପ୍ରବର୍ତ୍ତିତ ଆକାଶୀ ପ୍ରେରିତ ପୁସ୍ତକ ଦଇବୀ କୋରାନରେ କହିଛନ୍ତି, ମୁଁ ପ୍ରଥମେ ପୁରୁଷ ମଣିଷକୁ ଆଦମ ନାମରେ ମାଟିର ମୂର୍ତ୍ତିରୁ ଜୀବନ୍ୟାସ ଦେଇ ସୃଷ୍ଟି ବା ତିଆରି କରି ସ୍ୱର୍ଗର ସବୁ ଦେବଦୂତ ଫରିସ୍ତାଙ୍କୁ ମୋର ଅସରଫୁଲ ମଖଲୁକାତ ବା ସର୍ବୋତ୍ତମ ସର୍ବଶ୍ରେଷ୍ଠ ସୃଷ୍ଟି ମଣିଷକୁ ସମ୍ମାନ ପ୍ରଦର୍ଶନର ମୁଣ୍ଡିଆ ବା ସଜଦାଏ ତାଜିମି କରିବାକୁ ଆଦେଶ ଦେଇଥିଲି। ସ୍ୱର୍ଗର ସବୁ ଦେବଦୂତ ଫରିସ୍ତା ଏଞ୍ଜେଲ ମୋର ଆଲ୍ଲାହର କଥା ମାନିକି ଆଦମ ବା ଆଦମୀ ମନୁଷ୍ୟକୁ ମୁଣ୍ଡିଆ ମାରିଲେ। କେବଳ ଶୈତାନ ବା ଇବ୍ଲିସ ଯିଏକି ନିଆଁରୁ ଜାତ ଜିନ୍ ଗୋଷ୍ଠୀ ମଧ୍ୟରେ ଥିଲା, ସେ ମୋର ଆଦେଶ ନ ମାନିବାରୁ ତାକୁ ମୁଁ ଆଲ୍ଲାହ ସ୍ୱର୍ଗ ବୈକୁଣ୍ଠ ଜନ୍ନତରୁ ତଡ଼ି ଦେଇ ମରଣଶୀଳ ଭୂମି ମର୍ତ୍ତ୍ୟରେ ଫୋପାଡ଼ି ଦେଲି। ଆଦମର ପୁସ୍ତ ବା ପିଠିର ପଞ୍ଜରା ହାଡ଼ରେ ସୃଷ୍ଟିର ପ୍ରଥମ ନାରୀ ହୱାଙ୍କୁ ତିଆରି ଦୁହିଁଙ୍କୁ ବାହାଘର କରାଇ ସ୍ୱର୍ଗରେ ରଖିଲେ ବି ଏକ ନିର୍ଦ୍ଦିଷ୍ଟ ନିଷିଦ୍ଧ ଗଛ ପାଖକୁ ନ ଯିବାକୁ ମନା ବା ବାରଣ କରିଲି। ଶୈତାନ ଇବ୍ଲିସ ଦୁହିଁଙ୍କୁ ବହଲାଇ ଫୁସୁଲାଇ ଗଛ ପାଖକୁ ଆକର୍ଷିତ କରାଇ ଦୁହିଁଙ୍କୁ ମୋର ମନା କରିଥିବା ନିଷିଦ୍ଧ ଗଛର ଫଳ ଗନ୍ଦୁମ ଖୁଆଇ ଦେବାରୁ ଆଦମ ଓ ହୱାଙ୍କୁ ବି ସ୍ୱର୍ଗରୁ ବିତାଡ଼ିତ କରାଇ ମରଣଶୀଳ ଭୂମି ମର୍ତ୍ତ୍ୟରେ ଫୋପାଡ଼ି ପକାଇ ଦେଇ କହିଲି, ଦୁହେଁ ସେହି ଭୂମିରେ ରହିବ, ବାସ କରିବ ବସତି ରୀତିରେ ଏବଂ ମରିବ, ମରି ମୋ ପାଖକୁ ଚାଲି ଆସିବ। ସଂସାରର ସବୁ ମଣିଷର ଏକାଥରକେ ମରିଯାଇଥିବା କାରଣରୁ ପୁନର୍ବାର ବଞ୍ଚି ଉଠିବାର ରୀତିରେ ମୋର ଗୋଟିଏ ଡାକ କୁନ୍ ଫୟକୁନ୍ ବା ହୁଅ ହୋଇଯାର ଧ୍ୱନିରେ ପୁଣି ପୁନର୍ଜୀବିତ ଶରୀର ମନରେ ହୋଇଯାଇ ପରିଣାମ ପ୍ରାପ୍ତିର ମଇଦାନ ପଡ଼ିଆରେ ଏକାଠି ଜମା ହୋଇ ନିଜର ପୂର୍ବ ଜୀବନର ନଷ୍ଟଶୀଳ ନଶ୍ୱର ଦୁନିଆର ବିତାଇଥିବା ଆୟୁଷର ହିସାବ ଦେଇ ସ୍ୱର୍ଗ ନର୍କରେ ଥାଇ ଯନ୍ତ୍ରଣା ତଥା ପୁରସ୍କାର ଶାନ୍ତିମୟ ଅମର ଜୀବନ ବିତାଇବ। ଏହା ହେଉଛି ଆଲ୍ଲାହ ପାକ ପବିତ୍ରଙ୍କର ମଣିଷ ସୃଷ୍ଟିର ପୌରାଣିକ ଇତିହାସ, ଯାହାକି ଦିବ୍ୟ ପବିତ୍ର କୋରାନରେ ଉଲ୍ଲେଖିତ ଅଛି। ଶ୍ରୋତାଏ କୋରାନକୁ ମୋବାଇଲରେ ତାର ମାନେ ବା ତର୍ଜୁମାକୁ ଦେଖି ଶୁଣନ୍ତୁ। ଆଲ୍ଲାହର ଧର୍ମର ସ୍ରଷ୍ଟା ପାଳକ ଧ୍ୱଂସକାରକ ମଣିଷ ଆଲ୍ଲାହର କଥାକୁ ଅବିଶ୍ୱାସ କଲେ ମଲା ପରେ ଆଲ୍ଲାହଙ୍କ ଦ୍ୱାରା ପୁନର୍ଜୀବିତ ହୋଇ କାଫେର କୁହାଯାଇ ଚିର ନର୍କଗାମୀ ହୋଇ ନର୍କ ନିଆଁରେ ସେହିପରି ଜଳୁଥିବ। ଆଲ୍ଲାହଙ୍କ ପାଖରେ ଇସଲାମ ହିଁ ଧର୍ମ, ଯାହାକି ସ୍ୱର୍ଗରେ ଥାଇ ଶାନ୍ତିମୟ ଧର୍ମ। ଇସଲାମ ହେଉଛି ଏକମାତ୍ର ଧର୍ମ। କୋରାନର ଆଲେ ଇମ୍ରାନ ପାଠରେ ଆଲ୍ଲାହ କହିଛନ୍ତି, ଇନ୍ନା ଦୀନା ଇନ୍ଦାଲ୍ଲାହିଲ୍ ଇସଲାମ। ଓଡ଼ିଆ ଅର୍ଥ ହେଲା, ଆଲ୍ଲାହଙ୍କ ପାଖରେ ଇସଲାମ ହିଁ ଧର୍ମ। ଇସଲାମ ମାନେ ଶାନ୍ତିମୟତା ଏବଂ ସ୍ୱର୍ଗରେ ରହି ମଣିଷ ଏହି ଶାନ୍ତି ପାଇବ, ନର୍କରେ ରହିଲେ ଅଶାନ୍ତିରେ ରହିବ। ଇସଲାମ ସତ୍ୟ ଧର୍ମ, କାରଣ ଏହା ଆଲ୍ଲାହଙ୍କ ଦ୍ୱାରା ସୃଷ୍ଟି ହୋଇଛି। ମଣିଷ ଗ୍ରହଣ ନ କଲେ ମଲା ପରେ ଅବଶ୍ୟ ସଜା ପାଇବ, ଶାସ୍ତି ଭୋଗିବ। କୋରାନର ଚେତାବନୀ ବା ସତର୍କ ସୂଚନା ରହିଅଛି, ମଣିଷ ମଲା ପୂର୍ବରୁ ଇସଲାମୀ ହୋଇ ମଲେ, ମୁସଲମାନ ହୋଇ ମଲେ ରାହତ ବା ମୁକ୍ତି ପାଇବ ନର୍କର ଯନ୍ତ୍ରଣାରୁ। ମଣିଷ କ'ଣ କାମ କରୁଛି ତାହା ମୁଁ ଆଲ୍ଲାହ ଜାଣେ। ବିନା ପରୀକ୍ଷା ବା ଆଜମାଇଶରେ ମଣିଷର ଯାଞ୍ଚ ନାହିଁ। ଏବେ ମଣିଷ ଯାହା କରିବାର କରୁ, ଧର୍ମ ଗ୍ରହଣରେ ବାଧ୍ୟବାଧକତା ନାହିଁ କିମ୍ବା ମୁକ୍ତି ବି ନାହିଁ। ଯେହେତୁ ମଣିଷ ମୋର, ମୁଁ ଆଲ୍ଲାହ ମଣିଷକୁ ମୋର ଇବାଦତ ବା ଆରାଧନା କରିବା ପାଇଁ ସୃଷ୍ଟି ବା ସର୍ଜିଅଛି। ମଣିଷ ନାରୀ ଓ ପୁରୁଷ ହୋଇ ଦୁଇ ପ୍ରକାର ଏବଂ ପାରସ୍ପରିକ ସମ୍ବନ୍ଧରେ ମଣିଷର ବୃହତ୍ତର ସଭ୍ୟତା ବା ଜାତିର ପ୍ରତିଷ୍ଠା ହୋଇଅଛି। ସାହିତ୍ୟ କହିଲେ ମଣିଷର ଜୀବନ ବ୍ୟାଖ୍ୟାନକୁ ବୁଝାଏ, ଯେଉଁ ବ୍ୟାଖ୍ୟାନ ସୃଜନଶୀଳ ବା କ୍ରିଏଟିଭ ଓ କଳାତ୍ମକ ବା ଆର୍ଟିଷ୍ଟିକ, ସୌନ୍ଦର୍ଯ୍ୟାତ୍ମକ ବା ଏସ୍ଥେଟିକ। ଅତଏବ କବିତା ଯେହେତୁ ସାହିତ୍ୟ, ସେଥିରେ ନାରୀର ଜୀବନ ଚିତ୍ରଣ ରହିବ। ଓଡ଼ିଆ କାବ୍ୟ ବା ପଦ୍ୟାତ୍ମକ ସାହିତ୍ୟରେ ନାରୀର ଜୀବନ ଚିତ୍ରଣ ମାର୍କଣ୍ଡ ଦାସଙ୍କର କେଶବ କୋଇଲି, ଶଙ୍କର ଦାସଙ୍କର ବାରମାସୀ କୋଇଲି,
ବଳରାମ ଦାସଙ୍କର କାନ୍ତ କୋଇଲି, ବର୍ଷା ଦାସଙ୍କର କଳସା ଚଉତିଶାରେ ଅଛି ଭିନ୍ନ ଭିନ୍ନ ରୂପରେ। ମାର୍କଣ୍ଡ ଦାସଙ୍କର କେଶବ କୋଇଲିରେ ମାତା ଯଶୋଦାଙ୍କର କୃଷ୍ଣଙ୍କର ମଥୁରା ଗମନରେ ବିରହ ବେଦନା ବିଧୁରିତ ସ୍ୱର ଅଛି। କୋଇଲି ଲୋ କେଶବ ଯେ ମଥୁରାକୁ ଗଲା, କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା। ଶଙ୍କର ଦାସଙ୍କର ବାରମାସୀ କୋଇଲିରେ ମାତା କୌଶଲ୍ୟାଙ୍କର ରାମଙ୍କର ବନଗମନରେ ବିରହ ବେଦନାର ସ୍ମୃତିଚାରଣର ଦୁଃଖ ବର୍ଣ୍ଣିତ। ବଳରାମ ଦାସଙ୍କର କାନ୍ତ କୋଇଲିରେ ସତୀ ସୀତାଙ୍କର ପଞ୍ଚବଟୀ ବନରେ ମୃଗ ମାରିବାକୁ ଯାଇ ନ ଫେରିବାର ବିଳମ୍ବରେ ସୀତାଙ୍କର ବେଦନା ବର୍ଣ୍ଣିତ। ବର୍ଷା ଦାସଙ୍କର କଳସା ଚଉତିଶା ବା ମାଠିଆ ଚଉତିଶାରେ ଶିବଙ୍କର ଛଦ୍ମ ଛଳନାର ବୁଢ଼ା ଧୋକଡ଼ କୁତ୍ସିତ ବରବେଶ ଧାରଣରେ ପାର୍ବତୀଙ୍କର ବୁଢ଼ାବରକୁ ବିବାହ ନ କରିବାର ଜିଦି ବର୍ଣ୍ଣିତ। ଟୋକା ଚାହିଁବ ଟୋକିକୁ ନା କି ବୁଢ଼ାକୁ, ଯୁବକ ଯୁବତୀ ବିବାହ ସୁନ୍ଦରର ଅବଧାରକ। ଏହି କଥା କଳସା ବା ମାଠିଆ ଚଉତିଶାର ବାର୍ତ୍ତା। ଓଡ଼ିଆ କାବ୍ୟର କବିତା ରୂପରେ ନାରୀ ଅଛନ୍ତି। ଆଧୁନିକ ଯୁଗରେ ରାଧାନାଥଙ୍କର ସତୀ ପ୍ରତି ସତୀଦ୍ରୋହୀ ପତିର ଉକ୍ତି କବିତାରେ ରାଧାନାଥଙ୍କର ନଗେନ୍ଦ୍ରବାଳାଙ୍କ ସହିତ ଅବୈଧ ପ୍ରେମ ସମ୍ପର୍କ ଜନିତ ମନସ୍ତାପ ଦୁଃଖ କଥା ବର୍ଣ୍ଣିତ। ମଧୁରାଙ୍କର ସୀତା ବନବାସରେ ସୀତା ଚରିତ୍ର ଅଛି। ବାଲ୍ମୀକି ଭଗୀରଥୀ କୋଳରେ ନିର୍ବାସିତା ସୀତାଙ୍କୁ ଆଣି ନିଜ ଆଶ୍ରମରେ ସ୍ଥାନ ଦେଇଅଛନ୍ତି। ଶଶୀ ରାଉତରାୟଙ୍କର ପ୍ରତିମା ନାୟକ କବିତାରେ ନାରୀର ସଂଗ୍ରାମଶୀଳ ଜୀବନ ଯୁଦ୍ଧର ବର୍ଣ୍ଣନା ଅଛି, ଯେଉଁଥିରେ ଆଶାବାଦର ସ୍ୱର ଝଙ୍କୃତ। ପଲ୍ଲୀଶ୍ରୀରେ ପଲ୍ଲୀ ସକାଳ କବିତାରେ ସାବତ ମା'ର ସାବତ ଝିଅ ପ୍ରତି କ୍ରୋଧ, ଶାଶୁ ବୁଢ଼ୀ ତା'ର ବୋହୂ ପ୍ରତି ଆକ୍ଷେପ ଓ ଭଲ ପାଇବା। ମୋ ବୋହୂ ମୋହର ଭଲରେ ମନ୍ଦରେ ଆକଟି ପଦେ, କହିଲି ଯେବେ ମୁଁ ଗାତ ପଶାଙ୍କର ସାହାଣେ ବାଧେ। ନିଆଁ ଲଗାଙ୍କର ଥାଏ ନା କି ଆଉ ବେଉସା କିଛି, ପର ଘରେ କେତେ ମୂଷା ଗାତ ଅଛି ଖୋଜନ୍ତି ଛିଚି। ବାପା ପକାଇଲା ହୁରିରେ ଦ୍ୱିପ୍ରହରର ଗାଧୁଆ ବେଳର ପୋଖରୀ ତୁଠରେ ନିଛାଟିଆ ଖରାବେଳେ ଛୋଟ ପୁଅ ଶିଶୁ ବିଲ ହିଡ଼ରେ ଯାଉଥିବା ଯୁବକ ପରପୁରୁଷକୁ ଦେଖି ବାପା ଡାକନ୍ତେ। ମା ଅଧା ପାଣିରେ ଗାଧୋଇଥିବା ସମୟରେ ଦାନ୍ତରେ ଲୁଗା କାମୁଡ଼ି ଶିଶୁ ପୁଅକୁ ପାଟି କରି ଆକଟି କହିଛି, ରହ ଘରକୁ ଚାଲ ତୋତେ ମାରିବି। ବାପ କିଏ ତୁ ଚିହ୍ନି ପାରୁନୁ? ଅଜଣା ଅଜ୍ଞାତ ଅବାଞ୍ଛିତ ପୁରୁଷକୁ ବାପା କହୁଛୁ। ପହିଲି ରଜ କବିତାରେ ଚେମି ଟଭିର କଥା ବର୍ଣ୍ଣିତ। ମାଣିକର ଚରିତ୍ର, ମୁଁ ତ ଭ୍ରତନାହକ ଝୁଅ, ମୋତେ ନ ଜାଣେ କିଏ ସେ କୁହର ଜୀବନ ଲିପି ଅଛି। ଗୁରୁପ୍ରସାଦ ମହାନ୍ତିଙ୍କର ଆଖିର କପୋତ ମୋର ସୁନାର ଝରଣା। ଅଳକା ଚ୍ୟାନେଲରେ ପ୍ରେମ କରି ନବବିବାହିତା ଦମ୍ପତିଙ୍କର ଜୀବନ ଚିତ୍ର। ବାରବନିତା ସୁନାରଙ୍ଗର କନକ ଗୋରୀ ବେଶ୍ୟା ପ୍ରୀତିର କଥା। ସିମେଣ୍ଟ ଚଟାଣ ଉପରେ ଲମ୍ବ ହୋଇ ନଦୀ ଝରଣା ଭଳି ପ୍ରବାହିତ ରୀତିରେ ଶୋଇଯିବା କଥା ଓ ଯୌନ କାମନା ପିପାସାର ଡେଫିନାଇଟ୍ ଅର୍ଜ କଥା ବର୍ଣ୍ଣିତ। ଅଳକା ଚ୍ୟାନେଲରେ ଆଧୁନିକ ନାରୀର ବିବିଧ ରୂପ। ବକ୍ତା ସଖୀ ସଙ୍ଗିନୀରେ ରାସ ରଙ୍ଗିନୀରେ ସମୁଦ୍ର କୂଳରେ ପାଇଜାମା ପରିଧାନରେ ଯୌନ କାମନା ଉଦ୍ରିକ୍ତର କଳାତ୍ମକ ରୂପ ପ୍ରଦତ୍ତ। ରମାକାନ୍ତ ରଥଙ୍କର ଚନ୍ଦ୍ରମାର ଚୁଡ଼ିରେ ଦରିଦ୍ର ଅଭାବୀ ସ୍ଥିତିବାଦୀ ନାରୀ। ଚନ୍ଦ୍ରମା ରୋଗା ମୁମୂର୍ଷୁ ମରଣଶୀଳ ସ୍ୱାମୀ ମରିଯିବା ପରେ ପେଟପାଟଣାର ପ୍ରଚଣ୍ଡ ଦାଉ ବା ଯନ୍ତ୍ରଣା ସହି ନ ପାରି ବାଧ୍ୟ ହୋଇ ବେଶ୍ୟା ହୋଇ କହିଛି, ଜୀଇବାଟା ବୋଧେ ଜୀବନରେ ସବୁଠାରୁ ସତ, ଆଉ ତା'ଠାରୁ ସତ ବୋଧେ ଆଦର୍ଶର ହତ୍ୟା ଆଉ ବିବେକ ମୃତ୍ୟୁର କାହାଣୀ। ଏଥିପାଇଁ ତିଳେ ତିଳେ ଅନ୍ତର୍ଦାହ ସାବଧାନ ଚନ୍ଦ୍ରା ବେହେରାଣୀ। ସୀତାକାନ୍ତ ମହାପାତ୍ରଙ୍କର ଆରଦୃଶ୍ୟ ନାମକ କବିତାରେ କୃଷ୍ଣଙ୍କର ପାଟିର ଆଁ ଭିତରେ ଯଶୋଦା ବିଶ୍ୱରୂପ ଦେଖି ହତଚକିତ ହୋଇ ନିଜ ସଙ୍ଗାତୁଣୀମାନଙ୍କ ଆଗରେ ଯେବେ କହିଲେ ଯେ ମୁଁ ମୋ ପୁଅ କୃଷ୍ଣଙ୍କ ପାଟିରେ ସେହି ବିଚିତ୍ର ବା କିମ୍ଭୂତ ଅପରୂପ ଦୃଶ୍ୟ ଦେଖିଛି, କେହି ବିଶ୍ୱାସ କଲେ ନାହିଁ। କାରଣ ପୁନର୍ବାର ତାହା ଆଉ ଦିଶିନଥିଲା। ଯାହାକୁ ଦିଶିବାର ଦିଶିଲା, ସମସ୍ତଙ୍କୁ କାହିଁକି ଦିଶିବ? ଅଗତ୍ୟ ସେହି ଦୃଶ୍ୟ ଆର ବା ଅଲଗା, ଅପର, ଏକ ପରଲୌକୀୟ ଦୃଶ୍ୟ, ଯାହାକୁ ଉର୍ଦ୍ଦୁରେ ଗାଏବ ବା ଲୁପ୍ତ ଲୁଚା ଦୃଶ୍ୟ। ଏହାକୁ ବିଶ୍ୱାସ କରିବାକୁ ହେବ। ଏମିତି ଆଚମ୍ବିତ ହତବମ୍ବିତ ଦୃଶ୍ୟ ଅଛି ଜଗତରେ, ଯାହାର ପ୍ରେରକ ଈଶ୍ୱର ବା ଆପଣାଜାତ ସ୍ୱୟମ୍ଭୁ ବିଧାତା ଖୋଦା ଅଲୌକିକ ଜଗତରୁ ଆସି ଲୌକିକ ଜଗତରେ ପ୍ରତୀୟମାନ ହୋଇଥାଏ। ଦୁହିଁଙ୍କର ସ୍ରଷ୍ଟା ଭଗବାନ। ଦେଖାଇବାର କାରଣ ହେଲା ଭଗବତ ସ୍ଥିତି ପ୍ରତି ଥିବା ବିଶ୍ୱାସକୁ ଦୃଢ଼ୀଭୂତ କରିବା। ନହେଲେ ଭଗବାନଙ୍କ ପ୍ରତି ନିହିତ ବିଶ୍ୱାସରେ ନିଦାପଣ ଯୌକ୍ତିକତା ରହିବ ନାହିଁ। ଯୁକ୍ତି ପ୍ରମାଣ ଖୋଜେ, ପ୍ରମାଣ ମନରେ ମାନିବା ଆଣେ ଓ ବଢ଼ାଏ, ଆଉ କର୍ମ ସତ୍ୟଶୀଳ ହୁଏ। ପରଲୌକିକ ଦୃଶ୍ୟ ହିଁ ଆର ଦୃଶ୍ୟ। ଏହାରି ବିଶ୍ୱାସରେ ଧର୍ମର ପ୍ରତିଷ୍ଠା ହୁଏ। ରାଜେନ୍ଦ୍ର
ରାଜେନ୍ଦ୍ର କିଶୋର ପଣ୍ଡାଙ୍କର ଝିଅ ପାଇଁ ଗୋଟିଏ କବିତା। ଶାଶୁଘର ଗାମିନୀ ଝିଅ ପ୍ରତି ବାପାର ପ୍ରବୋଧନା ବା ବୁଝେଇବା ଯେମିତି ନୀଲକମଲ ନାମକ ହିନ୍ଦୀ ସିନେମାରେ ମହମ୍ମଦ ରଫିଙ୍କ କଣ୍ଠରେ ଗାଇତ ଗୀତ ବାବୁଲ की दुआएं लेती जा जा तुझको सुखी संसार मिले मायके की बा बापघर कभी ना याद आए ससुराल में इतना प्यार मिले। ଓଡ଼ିଆ ସିନେମା ଘର ସଂସାର ରାମଚନ୍ଦ୍ର ମିଶ୍ରଙ୍କର ନାଟକର ଚଳଚ୍ଚିତ୍ର ରୂପରେ ମାନ୍ନା ଦେଙ୍କ କଣ୍ଠରେ ଗୀତ ଅଛି ଗେଲ ବସରର ଦିନ ସରିଗଲା ଭୁଲିଯା ବାପର ଘର ଶଙ୍ଖା ସିନ୍ଦୁରକୁ ଆଦରି ନେଇ ତୁ ସୁଖରେ ତୋ ଘର ସଂସାର କର। 1970 ଦଶକର ସିନେମା ସୁଜାତା ଆନନ୍ଦ ଅଭିନୀତ ଗଙ୍ଗାଧର ମେହେରଙ୍କ ପ୍ରଣୟ ବଲ୍ଲରୀ କାବ୍ୟରେ ଶକୁନ୍ତଳାଙ୍କର ପତିଗୃହ ଯାତ୍ରା ଅଥବା ତପୋବନରୁ ବିଦାୟ ନାମକ ଆସିଥିବା କବିତାରେ ଅଛି କଣୁଅମୁନି ମୁନି କୁମାରୀରୁ ଦୁଷ୍ମନ୍ତଙ୍କ ପତ୍ନୀ ହୋଇଥିବା ଶକୁନ୍ତଳା ଯିଏକି ଗାନ୍ଧର୍ବ ରୀତିରେ ଦୁଷ୍ମନ୍ତଙ୍କୁ ବିବାହ କରିଥିଲେ ତାଙ୍କୁ ବୁଝାଇ କହିଛନ୍ତି ନାବ ବିନା କେହି ସାଗରେ ପଶିଲେ ଲୋଭଇ ଘୋର ବିପଦ ସଂସାର ସାଗର ପାଇଁ ମହାପତ ଏକମାତ୍ର ସ୍ୱାମୀପଦ। ତପସ୍ୱିନୀର ସୀତା ପ୍ରଣୟ ବଲ୍ଲରୀର ଶକୁନ୍ତଳା ଇନ୍ଦୁମତୀର ଇନ୍ଦୁମତୀ ଐତିହାସିକ ଚରିତ୍ର ପଦ୍ମିନୀ ପ୍ରକୃତି ଭିତ୍ତିକ କାବ୍ୟ ଉତ୍କଳ ଲକ୍ଷ୍ମୀ ସବୁରେ ନାରୀ ଚରିତ୍ର ନାରୀ ବାଚିକ ଚରିତ୍ରର ଉପସ୍ଥିତି ରହିଛି। ରମାକାନ୍ତ ରଥଙ୍କର ଚିତ୍ର ପ୍ରତିମା ସପ୍ତମ ଋତୁ ନାମକ କବିତା ସଂକଳନର କବି ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ପ୍ରବଳ ଖରାରୁ ଫେରି ଆଖିକୁ ଜଳକା କରିଦେଇ ବନ୍ଦ ଘରର ଦୁଆର ଖୋଲି ନିଜେ ଜଣେ ଖରା ପ୍ରତିବିମ୍ବର କଳା ଖୁମ୍ବର ତର୍କଣା କରି ମାତୃସ୍ମୃତିର ଅମୀୟ ବା ସ୍ୱର୍ଗୀୟ ବିଶ୍ଳେଷଣ କରି ନିଜେ ମରି ମାଙ୍କ ସହିତ ମିଶିବେ କବିତାଟି ଦୁର୍ବୋଧ୍ୟ ଥିବାରୁ ସହଜରେ ବୁଝିବାରେ ଅସୁବିଧା ଆଣିଥାଏ। କବିଙ୍କର ଜନନୀର ସ୍ନେହ କବିତାରେ ନାରୀର ମାତୃତ୍ୱର ଦାରିଦ୍ର୍ୟ ରୂପ ଉତ୍କୀର୍ଣ୍ଣ ହୋଇଛି। ଶରତଚନ୍ଦ୍ର ପ୍ରଧାନଙ୍କର ଜରତା ନାମ୍ନୀ ନାମକ ପୁରାଣ ଚରିତ୍ରର ବିବରଣୀ ମିଳେ। ଆଲ୍ଲାହଙ୍କର ରସୁଲ ମହାପୁରୁଷ ମହମ୍ମଦ ପେଶନ ଗୋଇ ବା ଭବିଷ୍ୟତବାଣୀ ଦେଇ କହିଯାଇଛନ୍ତି ଯେତେ ଯେତେ କୟାମତ ବା ପ୍ରଳୟ ଧ୍ୱଂସ ପାଖେଇ ଆସିବ ଲୋକେ ବହୁଳ ସଂଖ୍ୟାରେ ନାରୀ ସହିତ ଅବୈଧ ପାପ ସମ୍ପର୍କ ଜାନା କରିବେ ଅନୁତପ୍ତ ବି ହେବେ। ଯେମିତି ଅଧ୍ୟାପକ ବେଣୁଧର ରାଉତଙ୍କର ଦୁର୍ବୋଧ୍ୟ ଦାର୍ଶନିକ କବିତା ପିଙ୍ଗଳାର ରାତି ଏବଂ ପିଙ୍ଗଳାର ସୂର୍ଯ୍ୟରେ ବିଦେହର ରାଜନଟୀ ବାରବଧୂ ପିଙ୍ଗଳାର ନାରୀ ଚରିତ୍ର ନିହାତି ଆତ୍ମମୁଖୀନ ମନସ୍ତାତ୍ତ୍ୱିକ ଯୋଗ ସାଧନାର ଦ୍ୱାହି ଦେଖାଇ ଶ୍ରେଣୀକକ୍ଷର BA MA ଓଡ଼ିଆ ଶ୍ରେଣୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ପଢ଼ାଯାଇଥିଲା। ଏହି କବିତାକୁ ମୁଁ 1991 ମସିହାରେ DAV କଲେଜ ଟିଟିଲାଗଡ଼ରେ ଓଡ଼ିଆ ଅଧ୍ୟାପକ ଥାଇ ପିଲାଙ୍କୁ ବାରମ୍ବାର ପଢ଼ାଇଥିଲି। ମୁହ୍ୟମାନ ମୂର୍ଚ୍ଛିତ ନିଦ୍ରାରେ ଥାଇ ପିଙ୍ଗଳାର ଆକୁଳତା ଅନୁତପ୍ତତା ଭାରି ହୃଦୟ ପ୍ରଶଂସନୀୟ ହୋଇପାରିଛି। ଏହିଭଳି ଓଡ଼ିଆ କବିତାରେ ନାରୀର ଭୂମିକା ରହିଅଛି।